ସମସ୍ତଙ୍କୁ ସ୍ୱାଗତ ପୁଣି ଥରେ ନୂଆ ଭିଡ଼ିଓରେ ଧ୍ରୁବବସ୍ତିଆ ଟ୍ୟୁଟୋରିଆଲ ଏବଂ ଟେକ୍ ଚ୍ୟାନେଲରେ। ଆଜି ଆମେ କଥା ହେବା ସମବାହୁ ତ୍ରିଭୁଜ ଇକ୍ୱିଲେଟରାଲ ଟ୍ରାଙ୍ଗେଲ ବିଷୟରେ। ଯେମିତିକି ଆମେ ଜାଣନ୍ତି ସମବାହୁ ତ୍ରିଭୁଜରେ ପ୍ରତ୍ୟେକ ବାହୁ ଓ କୋଣ ସମାନ। ଯେମିତିକି ପ୍ରତ୍ୟେକ କୋଣର ପରିମାଣ 60 ଡିଗ୍ରୀ ହେବ। ଯେହେତୁ ତିନିଟାଙ୍କ ତ୍ରିଭୁଜର ସମଷ୍ଟି 180 ଡିଗ୍ରୀ, ଯଦି ଆମେ ତିନିଟାଙ୍କ ବାହୁ ସମାନ ନେବା ତାହେଲେ ତାର ପ୍ରତ୍ୟେକ କୋଣ 60 ଡିଗ୍ରୀ ହେବ। ପରିସୀମା କଥା ଯଦି ଆମେ ଚିନ୍ତା କରିବା ତାହେଲେ ପରିସୀମାର ସୂତ୍ର ହେଉଛି ତିନିଟାଙ୍କ ବାହୁର ସମଷ୍ଟି ବା 3 ଗୁଣନ ଗୋଟିଏ ବାହୁର ଦୈର୍ଘ୍ୟ। ଯେମିତି ଆମେ ଉଚ୍ଚତା ସୂତ୍ର ମନେ ରଖିବା √3/2 ଇଣ୍ଟୁ ପ୍ରତ୍ୟେକ ବାହୁ, ସେମିତି ବାହୁର ସୂତ୍ର 2/√3 ଇଣ୍ଟୁ ଉଚ୍ଚତା। ଏ ଦୁଇଟାଙ୍କ ସୂତ୍ର ଇଣ୍ଟରଚେଞ୍ଜ ହେଇଛି, ତେଣୁ ଏଟାକୁ ଆମେ ମଧ୍ୟ ମନେ ରଖିବା। ସର୍ବଶେଷରେ ଆମେ ତାର କ୍ଷେତ୍ରଫଳ କଥା ଚିନ୍ତା କରିବା। ସମବାହୁ ତ୍ରିଭୁଜର କ୍ଷେତ୍ରଫଳ ହେଉଛି √3/4 ଇଣ୍ଟୁ ବାହୁର ସ୍କୋୟାର।